ଷ୍ଟୋନ୍ ଇନ୍ସ୍କ୍ରିପ୍ସନ୍ ଅଛି ଯେଉଁଟାକୁ କହିବା ଆମେ ଭଦ୍ରକା ଅଫ୍ ଦ ମହାରାଜା ଗଣଭଦ୍ର। ସେଇଠି ମେନ୍ସନ୍ ଅଛି ଯେ ମୋରଣ୍ଡା ଡାଇନାଷ୍ଟିର ରାଜାମାନେ ବହୁତ ସମୟ ଧରି ଓଡ଼ିଶାକୁ ରୁଲ୍ କରୁଥିଲେ। ତାପରେ ଗୁପ୍ତ ଡାଇନାଷ୍ଟି ବା ଗୁପ୍ତ ଡାଇନାଷ୍ଟିର ଫାଉଣ୍ଡର ହେଉଛନ୍ତି ଶ୍ରୀଗୁପ୍ତ। ଗୁପ୍ତ ଡାଇନାଷ୍ଟିଟା ଫାଉଣ୍ଡେଡ଼ ହୋଇଥିଲା ଆରାଉଣ୍ଡ 320 CE ବା ଏଇଟା ହେଉଛି ଆମର ଏଡି ପିରିୟଡ଼ କହିବା, ଯେଉଁଟାକି ଆଫ୍ଟର ଯୀଶୁ ଖ୍ରୀଷ୍ଟ CE କହୁ। ତ ଏଇ 320 CE ଟାଇମ୍ରେ ଏଇ ଗୁପ୍ତ ଡାଇନାଷ୍ଟିର ଫାଉଣ୍ଡର ହେଉଛନ୍ତି ଶ୍ରୀଗୁପ୍ତ। ସମୁଦ୍ରଗୁପ୍ତ ଆରାଉଣ୍ଡ 350 AD ଲେଡ୍ ସାଉଥ୍ ଇଣ୍ଡିଆନ୍ କ୍ୟାମ୍ପେନ୍ ଡିଭାଇଡ଼ିଂ କଳିଙ୍ଗ ଇଣ୍ଟୁ 4 ପ୍ରୋଭିନ୍ସେସ୍। ମାନେ ସମୁଦ୍ରଗୁପ୍ତକୁ କହିବା ଆମେ ନେପୋଲିଅନ୍ ଅଫ୍ ଦ ଇଣ୍ଡିଆ ବା ଇଣ୍ଡିଆନ୍ ନେପୋଲିଅନ୍ କହିଥାଉ ୟାଙ୍କୁ। ଇଏ ଆମର କଳିଙ୍ଗ ଡାଇନାଷ୍ଟି ଯେଉଁଟା ଥିଲା ତାକୁ ବହୁତ ସାରା ଛୋଟ ଛୋଟ ଡିଫରେଣ୍ଟ ରୁଲିଂ ଷ୍ଟେଟ୍ କରିଦେଇକି ଡିଫରେଣ୍ଟ ଏରିଆଜ୍ ଅଫ୍ ଦ ସାଉଥ୍ ଇଣ୍ଡିଆକୁ ସେ କ'ଣ କରିଥିଲେ, ରୁଲ୍ କରିଥିଲେ। ଲାଇକ୍ ଆମର କଟୁରା ହେଉଛି ମଡ଼ର୍ଣ୍ଣ କଥୁର, ଇରାଣ୍ଡପଲ୍ଲା ଯେଉଁଟାକି ଇରାଣ୍ଡପଲ୍ଲୀ ଅଛି ସେଇ ରିଜନ୍କୁ କହିବା, ଡେଭରାଷ୍ଟ୍ର ବା ଏଲାମାଛଲି ଆଉ ପିଷ୍ଟାପୁର ବା ପିଠାପୁରମକୁ ସେଇ 4 ପ୍ରିନ୍ସିପାଲିଟି ହିସାବରେ କଳିଙ୍ଗକୁ ଡିଭାଇଡ଼ କରିଥିଲେ। ଆଲାହାବାଦ ପିଲର ଇନ୍ସ୍କ୍ରିପ୍ସନ୍ ରେକର୍ଡସ୍ ଦ୍ୟାଟ୍ ସମୁଦ୍ରଗୁପ୍ତ ଡିଫିଟେଡ୍ ମହେନ୍ଦ୍ରଗିରି ଅଫ୍ ପିଷ୍ଟାପୁର, ସ୍ୱାମୀଦତ୍ତ ଅଫ୍ କଟୁରା, ଡାମନ ଅଫ୍ ଇରାଣ୍ଡପଲ୍ଲା ଆଣ୍ଡ କୁଟୁର ଅଫ୍ ଡେଭରାଷ୍ଟ୍ର। ଆଲାହାବାଦର ଇନ୍ସ୍କ୍ରିପ୍ସନ୍ ହିସାବରେ ସମୁଦ୍ରଗୁପ୍ତ ଡିଫରେଣ୍ଟ ସାଉଥ୍ କିଙ୍ଗମାନଙ୍କୁ ଡିଫିଟ୍ କରିକି ତା'ର ରିଜନ୍ମାନଙ୍କୁ ସେ ରୁଲ୍ କରିଥିଲେ। ଆଫ୍ଟର ସମୁଦ୍ରଗୁପ୍ତ ମିଲିଟାରୀ କ୍ୟାମ୍ପେନ୍ ଦ ମଠରାଜ ascent to power in the coastal belt of Odisha centered around Mahendragiri, while the Naloଜ established their rule in ବସ୍ତର, କୋରାପୁଟ ଆଣ୍ଡ କଳାହାଣ୍ଡି ରିଜନ୍। ସମୁଦ୍ରଗୁପ୍ତ ଯେତେବେଳେ ଆମର ସାଉଥ୍ ଏରିଆକୁ ପଳାଇ ଯାଇଥିଲେ ତ କୋଷ୍ଟାଲ ବେଲ୍ଟରେ ଟିକେ ଦୁର୍ବଳ ପଡ଼ିଯାଇଥିଲା। ଆଉ ସେଇ ଠିକ୍ ଟାଇମ୍ରେ ମହେନ୍ଦ୍ରଗିରି ଏରିଆକୁ କିଏ ଏଣ୍ଟର କରିଦେଇଥିଲେ ନା ମଠରା କିଙ୍ଗଡ଼ମ୍ ମାନେ ମହେନ୍ଦ୍ରଗିରି ଏରିଆକୁ କବ୍ଜା କଲେ। ଆଉ ନଲ କିଙ୍ଗଡ଼ମ୍ ବସ୍ତର, କୋରାପୁଟ, କଳାହାଣ୍ଡି ରିଜନ୍କୁ ସେମାନେ କବ୍ଜା କରିଦେଇଥିଲେ। ଦ ଗୁପ୍ତା ପିରିୟଡ଼ ସ ଦ ଏମର୍ଜେନ୍ସ ଅଫ୍ ସ୍ମଲ୍ କିଙ୍ଗଡ଼ମ୍ ଆରାଉଣ୍ଡ ଦ କୋଷ୍ଟାଲ ଏରିଆ ଆଣ୍ଡ ଅଦର ରିଜନ୍ସ ଅଫ୍ କଳିଙ୍ଗ, ଯେଉଁଟାକି ଯେମିତିକି ମଠରା। ତ ମଠରା ଡାଇନାଷ୍ଟିର ଫାଉଣ୍ଡର ହେଉଛନ୍ତି ଆମର ବିଶାଖା ବର୍ମା। ମଠରା କିଙ୍ଗଡ଼ମ୍ର ଫାଉଣ୍ଡର ଇଜ୍ ବିଶାଖା ବର୍ମା। ଡ୍ୟୁରିଂ ଦ 4th to 5th century ପିରିୟଡ଼ରେ ଇଏ କିଙ୍ଗ ରୁଲ୍ କରିଥିଲେ, ଯାହାର କ୍ୟାପିଟାଲ ହେଉଛି ବର୍ଦ୍ଧମାନପୁର। ବିଶାଖା ବର୍ମ 350 to 360 AD। ଆଉ ୟାଙ୍କର ଏଇ ମଠରା କିଙ୍ଗଡ଼ମ୍ର ଅଦର ରାଜାମାନଙ୍କର ନାଁ ହେଉଛି ଉମାବର୍ମ, ଶକ୍ତିବର୍ମ, ଅନନ୍ତ ଶକ୍ତିବର୍ମ, ପ୍ରଭଞ୍ଜନ ବର୍ମ, ସବୁ ତାଙ୍କ ରାଜାଙ୍କ ନାଁ। ଦ ମଠରା କିଙ୍ଗ ୱାର୍ ଡିଭୋଟିଜ୍ ଅଫ୍ ନାରାୟଣ, ଏବଂ ନାରାୟଣଙ୍କୁ ପୂଜା କରୁଥିଲେ। ଦେ ଡିଭାଇଡେଡ୍ କିଙ୍ଗଡ଼ମ୍ ଇଣ୍ଟୁ ଟେରିଟୋରିଆଲ ୟୁନିଟ୍ସ ସଚ୍ ଏଜ୍ ପଞ୍ଚାଲି, ଭୋଗ, ବିଶ୍ଵ। ମଠରା ଏରା ୱିଟନେସ୍ ଦ ଡିକ୍ଲିନ୍ ଅଫ୍ ବୁଦ୍ଧିଜିମ୍ ଆଣ୍ଡ ଜୈନିଜିମ୍ ଇନ୍ ଦ ରିଜନ୍। ଏମାନଙ୍କ ରୁଲ୍ରେ ବୁଦ୍ଧିଜିମ୍ ଜୈନିଜିମ୍ର ଯେଉଁ ପ୍ରଚାର ଲାଭ କରିଥିଲା ଆମର ଅଶୋକଙ୍କ ପିରିୟଡ଼ରେ, ବା ସେଇ ପିରିୟଡ଼ର ଯେଉଁ ବୁଦ୍ଧିଜିମ୍ ଜୈନିଜିମ୍ର ବିସ୍ତାର କମିଗଲା ଡ୍ୟୁରିଂ ଦ ମଠରା ପିରିୟଡ଼। During this period, the people of Kalinga were carried on maritime trade with Southeast Asian country. Dantapur, modern Palur, and great city Pod was situated in the territory of Mathura. Umabarman proclaimed himself as Lord of Kalinga, ବା କଳିଙ୍ଗର ଭଗବାନ, କଳିଙ୍ଗର ଲର୍ଡ଼ ବୋଲି ଉମାବର୍ମା ନିଜକୁ ନିଜେ କହୁଥିଲେ। ଆଉ ସେ ଗୋଟେ ଇମ୍ପୋର୍ଟାଣ୍ଟ ଷ୍ଟ୍ରଙ୍ଗ ଏମ୍ପାୟାର ମଧ୍ୟ ଡେଭଲପ୍ କରିଦେଇଥିଲେ। ତାପରେ ନେକ୍ସଟ କିଙ୍ଗଡ଼ମ୍ ପଢ଼ିବା ଦ ନଲର ଫାଉଣ୍ଡର ହେଉଛନ୍ତି ବିରିସାଧ୍ୱଜ। ଡ୍ୟୁରିଂ 400 AD ୟାର କ୍ୟାପିଟାଲ ପୁଷ୍କରୀ ଥିଲା। ୟାଙ୍କର ରାଜାଙ୍କ ନାମ ହେଉଛି ବରାହରାଜ, ଭବଦତ୍ତ ବର୍ମ, ଅଥପତିରାଜ, ସ୍କନ୍ଦବର୍ମ। ଲାଷ୍ଟ ରୁଲର୍ ଦ ନଲ ଡାଇନାଷ୍ଟି ଏଷ୍ଟାବ୍ଲିଶ୍ କିଙ୍ଗଡ଼ମ୍ ଅଫ୍ ଟ୍ରାଇକଳିଙ୍ଗ ରିଜନ୍ କମ୍ପ୍ରାଇଜିଂ ଅଫ୍ ପାର୍ଟସ୍ ଅଫ୍ ଦ ମଡର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍ କୋରାପୁଟ, କଳାହାଣ୍ଡି ରିଜନ୍। ଟ୍ରାଇକଳିଙ୍ଗ କହୁ। ଦେୟାର ଇଜ୍ ୱାଜ୍ ରିଭାଇଭାଲ୍ ଅଫ୍ ବୈଷ୍ଣବିଜମ୍ ଇନ୍ ଦ ପିରିୟଡ଼। ବୈଷ୍ଣବଙ୍କୁ ପୂଜା କରୁଥିଲେ। ତାପରେ ମେଘ ଇନ୍ ଦ ମିଡଲ୍ ଅଫ୍ ଦ 6th century AD ଦ ମେଘ କମ୍ ଇନ୍ କୋଶଲ ରିଜନ୍। କୋଶଲ ରିଜନ୍କୁ ମେଘ ରୁଲର୍ମାନେ ଆସିଲେ। ଡିଫିଟେଡ୍ ବାୟ ସତବାହନ ଇନ୍ ଦ 7th century AD ଦ ମହାମେଘ ବାହନ ହ୍ୟାଭ୍ ଏଷ୍ଟାବ୍ଲିଶ୍ ଦେୟାର ଏମ୍ପାୟାର ଇନ୍ ଦ କୋଶଲ। ଦେ ବିକମ୍ ପପୁଲାର ଏଜ୍ ମେଘ rule over South Kosala comprising of modern Raipur, Bilaspur district of Chhattisgarh and undivided district of Sambalpur, Sundargarh, Bolangir district of Odisha. ମେଘ ମାନେ ଏହି ରିଜନ୍କୁ ଶାସନ କରୁଥିଲେ। ଦ ପୁରାଣ ଗେଭ୍ ଇନଫର୍ମେସନ୍ ଆବାଉଟ୍ 9 ମେଘ କିଙ୍ଗସ୍ ସାଉଥ୍ କୋଶଲ ହୁ ରୁଲ୍ ସକ୍ସେସଫୁଲି ଅଫ୍ ଟୁ ଇନଭେସନ୍ ଅଫ୍ ସମୁଦ୍ରଗୁପ୍ତ। ଦ ଲାଷ୍ଟ ରୁଲର୍ ଅଫ୍ ଡାଇନାଷ୍ଟି ଇଜ୍ ମହେନ୍ଦ୍ର ମେଘ ଡାଇନାଷ୍ଟିର ଲାଷ୍ଟ ରୁଲର୍ ହେଉଛନ୍ତି ଆମର ମହେନ୍ଦ୍ର ମେଘ। ତାପରେ ସର୍ବପୁରିୟାସ। ଏହି ସର୍ବପୁରିୟାସ ଡାଇନାଷ୍ଟିର ରାଜା ହେଉଛନ୍ତି, ଫାଉଣ୍ଡର ହେଉଛନ୍ତି ସର୍ଭରାଜ। ସେ କି ଶାସନ କରୁଥିଲେ 5th to 6th century ଟାଇମ୍ରେ। ତାଙ୍କର କ୍ୟାପିଟାଲ ଥିଲା ସର୍ବପୁର। ଅଦର ରାଜାମାନଙ୍କର ନାଁ ହେଉଛି ଜୟରାଜ, ସୁର୍ବଦେରାଜ,
Vyagraharaja, Durgaraja, Surendra too. The Sarvaraja was succeeded by his son Maharaja Narendra during the 525 to 555 AD. He was independent ruler and famous for their territorial arrangement. तापर नेक्स्ट देखिबा हमें द नागज ऑफ विंध्यातबी. द नागा रूलर रूल ओवर विंध्यातबी फ्रॉम 2nd century to 4th century AD, which comprised of present केउझर एंड ढेंकानाल. बाई केउझर ढेंकानाल रीजन को 2nd century to 4th century AD रे नाग बा विंध्यातबी माने रूल करुथिले. द आसनपाट इंस्क्रिप्शन स्टेट दैट नागा किंग मनोभंज नोन एज महाराजा गेन फेम बाय डिफिटिंग द कुषाण एंड मुरुंडाज इन मेनी बैटल. सब रिजनल किंगडम सब कौन गुप्ता पीरियड रे विग्रह जे कि 6th century टाइम रे थिला. पॉलिटिकल साउथ तोसली बालेश्वर कटकपुर रीजन को से रूल करुथिले. पृथ्वी ग्रह ए स्ट्रंग रूलर ऑफ द डायनेस्टी एंगेज इन बैटल ऑफ द मुदला किंग ऑफ संभोज. एटा थिला किछि साइड रूलर माने जेमति कि सब रिजनल किंगडम जेमति कि मुडगल रूल ओवर नॉर्थ तोसली. ठीक अछि. तो या को टिके कम मन रखियो कि काहे कि माने टिके जेतु आमे कॉम्पिटिटिव पे पढुछु एटा सब डीप हे जिवो. ए कांसेप्ट सब मे बी हमरो एमएससी लेवल रो पिला माने जे कि आंकर सेही एमए पिला मानन को पई एटा जरूरी. कॉम्पिटिटिव रे एते सब आसेनी. फिर भी हमें डायनेस्टी रो नाटा को टिके ओवरलुक कर देबा आ के कोन रूल करथिले तांको पीरियड टिके मन रखिदेला सरला. द मंडल स्टेट between the 7th to 9th century AD, several semi-independent states emerged between Tosali and South Kosala. Their rulers used title रनक समधिगतक एटा सब तांकर रूलर मानकर ना थिला कहछि. तापर एटा गला सब किंगडम आमे देखिले मंडल स्टेट. तापर मुडगल आ विग्रह जे कि 6th century AD थिला यांका रूलर टाइम 6th century to 9th century सब रीजनल तांकर रूलिंग थिला. तापर गोटे इंपोर्टेंट डायनेस्टी होछि शैलोदभव डायनेस्टी. तांकर शैलोदभव डायनेस्टी रो फाउंडर होछंती शैलोदभव ड्यूरिंग द 553 AD. शैलोदभव डायनेस्टी रे के रहिबे देखिबा. इंपोर्टेंट रूलर होछंती रणभिट्ट, तापरे माधवराज, आयसोभित्त, माधवराज, तापरे मध्यमराज 2 3 लास्ट रूलर थिले. अकॉर्डिंग टू स्कॉलर शैलोदभव वर आइदर ए ब्रांच ऑफ गंगा फैमिली ऑफ शैल डायनेस्टी ऑफ मध्य प्रदेश. दे आर आल्सो बिलीव्ड टू बी रिलेटेड टू द शैलराज ट्राइब इनहेबिटिंग रॉकी किंगडम कलिंगा. तापरे एई शैलोदभव डायनेस्टी गोटे मंदिर बनैथिले जहाँ होछि हमर परशुरामेश्वर मंदिर, जोटा कि हमर परशुरामेश्वर मंदिर जोटा भुवनेश्वर रे अछि, जे कि हमर बिल्ड करिथिले ड्यूरिंग 650 AD टाइम रे, जेटा कि हमर शिवंकर गोटे मंदिर शैविज्म को से बिलोंग्स करि थाए. आ एटा होछि हमर शैलोदभव डायनेस्टी ताको बनैथिले. परशुरामेश्वर शिव टेम्पल बिल्ड बाय शैलोदभव डायनेस्टी जोटा कि भुवनेश्वर रे अछि. तापरे शैलोदभव डायनेस्टी नाम मन देखिले रणभिट्ट, माधवराज, आयसोभिट्ट. ओके नेक्स्ट भौमकर डायनेस्टी. बहुमाकर बा बहुमाकर डायनेस्टी कोन फाउंडर थिले सीमांकर देव बा तांकर ना होछि सीमांकर देव. कैपिटल होछि यांकर गुहदेव पाटक. जाजपुर डिस्ट्रिक्ट कैपिटल थिला. यांकर रूलर सब होछंती शुभकर देव 1, शिवकर देव, तापरे शांतिकर देव, शुभकर देव 5. Early ruler of this dynasty called themselves as Bhauma, while later ruler called themselves as Kara. So this region king is called Bhaumakara. A remarkable aspect of this dynasty was the rule of several queen. तो यही भौमकर डायनेस्टी रो गोटे इंपोर्टेंट कैरेक्टर है. एठी बहुत सारा क्वीन्स माने शासन करथिले, सेवराल क्वीन्स. आ यही क्वीन्स माने ही हमर 64 योगिनी मंदिर भुवनेश्वर रे जोटा अछि सेटा बिल्ड करथिले भौमकर डायनेस्टी. तांकर ना सब जेमते देखो शुभकर देव 1 एटा सब तांकर ना सब आपण मन देखिले. एडमिनिस्ट्रेटिव इकोनॉमी ऑफ सोसाइटी रिलीजन ऑफ Bhaumakara. The Bhaumakara gave a stable administration people of this land. They follow law of primogeniture. The right of succession belong to the first born child. से माने प्राइमोजेनिचर को इंपोर्टेंस दौले, जो कि निज वंशर प्रथम चाइल्ड को से किंगडम दौले, जोटा कि आदर सन हो या डटर हो. जेहेतु तांको पीरियड बहुत सारा डटर माने रूलिंग करथिले भौमकर डायनेस्टी सेटा गोटे स्पेशलिटी. हाउएवर देयर वाज एक्सेप्शन टू इट्स एज फाउंड particularly with the Bhauma queens. The most important industry of the Bhaumakara period was the manufacturing of the cloth. During Bhauma period, Odisha had commercial relation with Ceylon, China, Southeast Asia. Trading रे सेमानकर रोल थिला. Also the Bhauma ruler were Buddhist, सेमाने बुद्धिस्ट बिलोंग करुथिले. They also accepted Shaivism, Vaishnavism and Shaktism. They tried to enforce
ବର୍ଣ୍ଣଶର୍ମ ଆଇ ଡିଭିଜନ୍ ଅଫ୍ ସୋସାଇଟି ଇନ୍ 4 ବର୍ଣ୍ଣ ସେମାନେ ବର୍ଣ୍ଣଶ୍ରମ ଯେମିତିକି ଆମର 4ଟି ବର୍ଣ୍ଣ ଅଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସେମିତି ସେମାନେ ଭାଗ ଭାଗ କରୁଥିଲେ। ଓକେ, ତ ଏଇଟା ଥିଲା କିଛି ଆମର ଇମ୍ପୋର୍ଟାଣ୍ଟ କିଙ୍ଗଡ଼ମ୍ ମାନଙ୍କ ବିଷୟରେ ଆମେ ଦେଖିଲେ ଭୌମାଗର ଡାଇନେଷ୍ଟି। ତ ନେକ୍ସଟ କ୍ଲାସ୍ରେ ଆମେ ପୁଣି ଦେଖିବା ଆଉ କ'ଣ କ'ଣ ଏନ୍ସିଆଣ୍ଟ କିଙ୍ଗଡ଼ମ୍ ସବୁ ଅଛି। ଏ ଭିଡ଼ିଓରେ ବାସ୍ ଏତିକି। ତ ଆପଣଙ୍କୁ ଯଦି ଏ ଭିଡ଼ିଓ ଭଲ ଲାଗୁଛି ନିହାତି ଭାବରେ ଏଇ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ ସାରିବାକୁ ଭୁଲିବେ ନାହିଁ। ରହୁଛି, ଧନ୍ୟବାଦ।